ଏମିତି କ'ଣ ହେଲା ଯେ ଯାହା ପାଇଁ ମୁଁ ମୋ ସାଙ୍ଗକୁ ଲାଷ୍ଟ ଟାଇମ୍ ପାଇଁ ବି ଥରେ ବି ଦେଖିପାରିଲିନି। ହାଇ ଫ୍ରେଣ୍ଡ, ଆପଣମାନେ ତ ନେକ୍ସଟ ଭିଡ଼ିଓ ଦେଖିଥିଲେ। ତ ଷ୍ଟେସନ କତିରୁ ପଳେଇ ଆସିଥିଲି। ତ ଷ୍ଟେସନ କତିରୁ ଆସିଲା ପରେ ସେଇଦିନ ହିଁ ବସ୍ ଯାଇଥିଲି ଅଟୋରେ। ଆଉ ଅଟୋରେ ଆସିଲା ପରେ ବସ୍ ଥିଲା, ଦୁଇଟା ବସ୍ ଚେଞ୍ଜ କରିବାକୁ ପଡ଼ିଥିଲା, କାହିଁକିନା ଆଜି ସନ୍ଧ୍ୟାବେଳେ ହେଲାଣି ତ ଗାଡ଼ି ହିଁ ମିଳୁନଥିଲା। ଦୁଇଟା ବସ୍ ଚେଞ୍ଜ କଲା ପରେ ପୁରା ସିଲାଠୁ ସଭା ଲାଷ୍ଟରେ ପାଇଯାଇଥିଲି, ଆସିକି ବଜାଇଥିଲି। ଦୁଇଟା ବସ୍ ଚେଞ୍ଜ କଲା ପରେ ଲାଷ୍ଟ ଫାଇନାଲ୍ ଆସିକି ପହଞ୍ଚିଗଲି। ଆଉ ପହଞ୍ଚିଲା ପରେ ରାତିର ମାନେ କେଉଁ ଟାଇପ୍ର ଭିଉ, କେଉଁ ଟାଇପ୍ର ଲାଇଟ୍ରି ଆପଣମାନେ ଦେଖନ୍ତୁ। ଯାହା ହଉ ଗାଇସ୍, ଆସିକି ଏଇ ଜାଗାରେ 2 ବର୍ଷ 3 ବର୍ଷ ପରେ ଆସିଥିଲି। ଲାଷ୍ଟ ଏ ଜାଗାକୁ ପଳେଇ ଆସିଥିଲି। ଆଉ ମୋ ରୁମ୍ଟା ଦେଖନ୍ତୁ, ରାତିରେ ଭଲ କ୍ୱାଲିଟି ଆସୁନି, ଆଉ ଦିନରେ ମୁଁ ଦେଖେଇବି। ଫ୍ରେଣ୍ଡ ଜୟ ଜଗନ୍ନାଥ, ମୁଁ ପିକୁନା ଗୋଟେ ନୂଆ ବ୍ଲଗ୍କୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ଭଲ ଥିବେ। ତ କାଲି ପଳେଇ ଆସିଥିଲି, ତ କାଲି ଗଲେ ଟିକେ କିଛି ଆଉ ଭିଡ଼ିଓ ବନେଇ ପାରିଲିନି, ବହୁତ ଟାୟାର୍ଡ଼ ହେଇଯାଇଥିଲି। ତ ଆଜି ପୁରା ସବୁ ହବ, ଆଜି ସବୁ ବୁଲାବୁଲା ହବ। ଆଜି ଚାଲନ୍ତୁ ଟିକେ ଭିଡ଼ିଓ କଣ୍ଟିନ୍ୟୁ କରିବା। କ'ଣ ମଜା ବତା ଯାଉଛି ସକାଳୁ ସକାଳୁ। ଭାବୁଥିଲି ଯେ ଓଡ଼ିଶାରେ ବି ଖରା ହେଉଛି, ହେଲେ ଓଡ଼ିଶାରେ ତ ଖରା ଟିକେ କମ୍ ଅଛି, ହେଲେ ଏଠି ଯେଉଁ ଆନ୍ଧ୍ରା ସାଇଡ଼୍, ଏପଟ ସାଇଡ଼୍ ତିରୁପତି ସାଇଡ଼୍ରେ ଏତେ ଖରା ଥିଲା ମୁଁ ଭାବିନଥିଲି। ଲାଷ୍ଟ ଯେଉଁ ପୁରୁଣା ଯେଉଁ ରୁମ୍ ଥିଲା, ଲାଷ୍ଟ ସେଠି ଆସିକି ପହଞ୍ଚିଗଲି। ପୁରୁଣା ରୁମ୍ର କିଛିଟା ଭିଡ଼ିଓ, ଏଇ ସେଇ ଝରକା ପୁରା ତଳକୁ ଅନେଇବୁ, ପୁରା ବାଲକୁନି, ପୁରା ସବୁ ପୁରା ମେନ୍ ହାଇୱେ ସେଇଠି। ଏଠି ବୁଢ଼ୀ ମାଛ ଗୋଟେ ଦୋ ସାଇଡ଼୍ ବିକନ୍ତି ସେ ସାଇଡ଼୍ରେ। ହେଲେ ବହୁତ ସବୁ କାମ ହେଇନଥିଲା, ଘର ବହୁତ ସବୁ କାମ ହେଇଗଲାଣି। ଏ ବିଲ୍ଡିଂଟା ହେଇନଥିଲା, ଏ ବିଲ୍ଡିଂଟା ବି ହେଇଯାଇଛି। କେଉଁ ରେଟ୍ରେ ଖରା ହେଉଛି ରେ ଭାଇ। ଗାଈ ଆସିକି ପହଞ୍ଚିଗଲି। ଆଗେ ଗୋଟେ ଥିଲି, ଏଇଠି ଗୋଟେ ରୁମ୍ରେ ଥିଲି। ଯେବେ ଫାର୍ଷ୍ଟ ଟାଇମ୍, ଏବେ 3-4 ବର୍ଷ ତଳେ ଏବେ ଆସିଥିଲି, ଏଇଠି ଥିଲି। ତ ପୁଣି ସେଇ ରୁମ୍କୁ ଆସିଛି। ଏବେ ତ ଅଲଗା ରୁମ୍ ତ ପଳେଇଯାଇଛି, ଏବେ ସେ ରୁମ୍କୁ ଆସିଛି। ଆଉ ରୁମ୍ରେ ଗୋଟେ ଏମିତି ଜିନିଷ ଥିଲା ଯେ, ଆଉ ସେ ଜିନିଷ ତ କହିବାକୁ ମୁଁ ଚାହୁଁନଥିଲି, ହେଲେ କ'ଣ କହିବି, ବହୁତ ମନେ ପଡ଼ୁଛି ତା କଥା। ତ ସେଥିପାଇଁ ମୋ ସାଙ୍ଗ ଥିଲା ଗୋଟେ ସାନ ଭାଇ ଭଳିଆ ପୁରା, ପ୍ରକାଶ। ସେଇ ରୁମ୍ରେ ହିଁ ଥିଲା, ମୁଁ ଗଲା ପରେ ହିଁ ସେଇଠିକି ଆସିଥିଲା। ଆଉ ତାର ଆକ୍ସିଡେଣ୍ଟରେ ଡେଥ୍ ହେଇଯାଇଥିଲା। ତା ଫଟୋଟା ବି ଟିକେ ମେନସନ୍ କରି ଦେଖିଦେବେ। ଆଉ ତା ଗୋଟେ ଭିଡ଼ିଓ କ୍ଲିପ୍ ବି ଅଛି, ଆକ୍ସିଡେଣ୍ଟ କେମିତି ହେଇଥିଲା ତା ଭିଡ଼ିଓ କ୍ଲିପ୍। ବହୁତ ମନେ ପଡ଼େ ତା କଥା, ବହୁତ ମନେ ପଡ଼ୁଛି। ଆଉ ଖାସ୍ କରି ରାତି ଟାଇମ୍ରେ ଏଇଠି ସମସ୍ତେ ବସା ବସିକି କରିକି ମଜାମଜି ସବୁ କରୁ। ଆଉ 2 ବର୍ଷ 2.5 ବର୍ଷ ପରେ ସବୁ ଭୁଲିବା ପୁରା ଚେଞ୍ଜ ହେଇଯାଇଛି, ହେଲେ ସିଏ ନାହିଁ। ତା କଥା ବହୁତ ମନେ ପଡ଼ୁଛି। ତାର ଯେଉଁ ଆକ୍ସିଡେଣ୍ଟ ହେଇଥିଲା, ଏଇଟା ତ CCTV ଫୁଟେଜ୍ର ବାସ୍ କିଛିଟା ଭିଡ଼ିଓ। ଆଉ ତା ଫଟୋଟା ବି ମେନସନ୍ କରିଦେଇଛି। ପ୍ରମୋଦ ତାକୁ ବହୁତ, ସତରେ ବହୁତ, ପ୍ରମୋଦ ତତେ ବହୁତ ମିସ୍ କରୁଛି। ଲଭ୍ ୟୁ ଟୁ ସାଙ୍ଗ। ଭଗବାନ କାହିଁ ଏମିତି କରନ୍ତି ଲୋକ ସାଙ୍ଗରେ ମୁଁ ତ କିଛି ଜାଣିନି। ଯେଉଁମାନେ ସେ ଭଲ ଲୋକ ଥିବେ ତାଙ୍କୁ ହିଁ ଆଗେ ହିଁ ତାଙ୍କୁ ଡାକି ନେଇଯାଆନ୍ତି। ତ ତା କଥା ବହୁତ ମନେ ପଡ଼ୁଛି। ଯଦି ମୋ ଜୀବନ କାହାକୁ ଥରେ ମାନେ ଭଲ ପାଇଥାଏ, ମାନେ ସାଙ୍ଗ ବିଷୟରେ ଟିକେ କି ସାଙ୍ଗ ତ ସବୁ ପ୍ରକାର ସାଙ୍ଗ ଅଛନ୍ତି, ହେଲେ ସେମିତି ଗୋଟେ ସାଙ୍ଗ ଥିଲା ଯେ ସବୁ ଜିନିଷ ତା ଭ୍ୟାଲୁ ସେ ସବୁ ବୁଝାଏ, ଭଲ ମନ୍ଦ କରେ। ବହୁତ ମାନେ ଏମିତି ସିଚୁଏସନ୍ ବି ଲାଷ୍ଟ ଆସିଲା ଯେ ତାର ଆକ୍ସିଡେଣ୍ଟ ପୁରା ସ୍ପଟ୍ ଡେଥ୍ ହେଇଗଲା। ଲାଷ୍ଟ ଥର ପାଇଁ ତାକୁ ଗୋଟେ ଦେଖିପାରିଲିନି। ପାଖରେ ତ ନଥିଲି, ଟିକେ 10-15 ଘଣ୍ଟା ଦୂରରେ ଥିଲି, ହେଲେ ଆମ୍ବୁଲାନ୍ସ ସେଇ ସାଇଡ଼୍ରେ ଗଲା ବି ଟିକେ ଦେଖିପାରିଲିନି। ବହୁତ ମିସ୍ କରୁଛି ତାକୁ। ହେଲେ ଏତିକି ପ୍ରାର୍ଥନା କରୁଛି ଯେ ଯେଉଁଠି ବି ଥା ଭଲରେ ଥା, ଖୁସିରେ ଥା, ସେତିକି କରୁଛି। ବାହାରିକି ଭାଇଙ୍କ ସାଥିରେ ପଳେଇଥିଲି ଟିକେ ମାର୍କେଟ ବୁଲାଗଲି। ମୁଁ ଭାବୁଥିଲି ଓଡ଼ିଶାରେ ଖରା, ହେଲେ ଆନ୍ଧ୍ରା ତ 2 ଡବଲ୍ ଖରା। ଖରାକୁ ଦେଖୁ ଇଆଡ଼େ ମନ ଦେଖି ଯାଇଥିଲା। ଆନ୍ଧ୍ରାର ଫେମସ୍ ହେଉଛି ଲଙ୍କାକୁ ଦେଖୁ ଇଆଡ଼େ ସୁପର ମାର୍କେଟ ଭିତରେ ବଜାଇଥିଲା। ଆଉ କ'ଣ ଭାଇ ନେବେ, ଅନଲିମିଟେଡ଼ ଜିନିଷ ନା, ଯାହା ନେଇପାରିବେ। 150 ଟଙ୍କାରୁ ନଗେଇକି ରେଟ୍ ବେଶୀ ନାହିଁ ରେ ଭାଇ, ମାତ୍ର 200-300 ଟଙ୍କା ଭିତରେ ବହୁତ ଭଲ କଲେକ୍ସନ୍, ବହୁତ ଭଲ ଡିଜାଇନ୍। ଖାସ୍ କରି ଝିଅ ପିଲାମାନଙ୍କର ଚପଲ ତ ଲାଇନ୍ ଲଗାଇଛି। ଯୁଆଡ଼େ ଦେଖ ଜେଣ୍ଟସମାନଙ୍କର ଯାହା ଥାଉ କି ନଥାଉ, ହେଲେ ଲେଡ଼ିସ୍ମାନଙ୍କ ପାଇଁ ଆଭେଲେବଲ୍ ହେଇକି ଭରା ହେଇଥିବ। ଆଉ ଏ ଆରିସଟା ଦେଖନ୍ତୁ କେମିତି କେଉଁ ଡିଜାଇନ୍ ଅଛି, କ'ଣ ସପିଂ କରିବେ ସବୁ। ଆଉ ଛୋଟ ପିଲାଙ୍କର ଡ୍ରେସ୍ଟା ଏତେ ସୁନ୍ଦର ସବୁ ଲାଗୁଥିଲା, କ'ଣ କହିବି। ତା ଭିତରେ ପଳେଇଥିଲି ରୁମ୍କୁ। ଆଉ ରୁମ୍ରେ ଯେଉଁ ଖରା, ସିଆଡ଼େ ଗୋଡ଼ ଅଧା ସିଆଡ଼େ ଫୁଟୁକା ହେଇଗଲାଣି। ସେ ଖରାକୁ ସାମ୍ନା କରିକି ଟିକେ ଗାଧୋଇ ପାଧୋଇ ଖାଇ ପିଇ ଟିକେ ଶୋଇ ପଡ଼ିଥିଲି। ଶୋଇ ବସି ଉଠିକି ସନ୍ଧ୍ୟାବେଳେ ପଳେଇଥିଲି ବୁଲିବା ପାଇଁ। ବୁଲି କ'ଣ, ସନ୍ଧ୍ୟାବେଳ ଟାଇମ୍ଟା ଯେଉଁ ସେଠି ପୁଣି 7ଟା ହେଲାଣି, ପୁଣି ସନ୍ଧ୍ୟା ହେଉଛି। ଆଉ ଏପଟେ ଗୋଡ଼ଟା ଖଣ୍ଡିଆ ଥିଲା, ଗୋଡ଼ଟା ଏବେ ଟିକେ ବି ଖଣ୍ଡିଆ ଅଛି। ଆଉ ତା ପେନ୍ଟା ବି ଟିକେ ଦରଜ ବି ଟିକେ ଲାଗୁଛି। ସନ୍ଧ୍ୟାବେଳେ ହେଇଥିଲା, ପହଞ୍ଚିକି ଟିକେ ଆଗେ ବାଡ଼େଇଥିଲି ଗୁପଚୁପ୍ ବାଡ଼େଇକି, ତାପରେ ପଳେଇଥିଲି ଆଇସ୍କ୍ରିମ୍ ଖାଇବା ପାଇଁ। ମାଇକରେ ମୁଁ ଟିକେ ବଜାଇଥିଲୁ, ଗପସପ ଟିକେ କରିଦେଲୁ, ଫଟୋ ଉଠେଇଥିଲୁ। ଆଉ ତାପରେ ଟିକେ କୁଲ୍ଫି ଆଇସ୍କ୍ରିମ୍ ଖାଇ ଦେଇକି ବାସ୍। ଆଉ କ'ଣ, ଭିଡ଼ିଓଟା ଯଦି ଭଲ ଲାଗିଥିବ ନିଶ୍ଚୟ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍। ସେଥିପାଇଁ ମୁଁ ରହିଲି, ଟାଟା ବାଇ ବାଇ, ଜୟ ଜଗନ୍ନାଥ।